କାଶୀପୁର ଛୋଟ ଓ ସୁନ୍ଦର ଗାଁଟିଏ। ସେହି ଗାଁରେ ରହୁଥିଲା ମୋହନ। ସେ ପ୍ରତିଦିନ ଗାଁ ଗାଁ ବୁଲି ବେଲୁନ ବିକ୍ରି କରି ପେଟ ପୋଷୁଥିଲା। କିନ୍ତୁ ସେଦିନଟି ଥିଲା ସମ୍ପୂର୍ଣ୍ଣ ଅଲଗା। ପୁରା ଦିନଟି ଖରାପ ଯାଉଥିଲା। ବେଲୁନ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଫାଟି ଯାଉଥିଲା ଏବଂ କେହି କିଣିବାକୁ ମଧ୍ୟ ଆସୁନଥିଲେ। ସେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ମନ ଦୁଃଖରେ ଗୋଟିଏ ଗଛ ମୂଳେ ବସିଥାଏ। ଠିକ୍ ସେହି ସମୟରେ ପରି ନାମକ ଛୋଟ ଝିଅଟିଏ ଗାଁ ଭିତରୁ ଦୌଡ଼ି ଦୌଡ଼ି ମୋହନ ପାଖକୁ ଆସି କହିଲା, ବେଲୁନ ବାଲା ଭାଇ, ମୋତେ ଗୋଟିଏ ଲାଲ ବେଲୁନ ଦିଅ। ଏତିକି କହି ଝିଅଟି ତାର ଡ୍ରେସ୍ ପକେଟରେ ପଇସା ଖୋଜିବାକୁ ଲାଗିଲା। କିନ୍ତୁ ତାର ପକେଟରେ ବେଲୁନ କିଣିବାକୁ ଯଥେଷ୍ଟ ପଇସା ନଥିଲା। ଝିଅଟି ପାଖରେ ପଇସା ନଥିବା ଦେଖି ମୋହନ ମଧ୍ୟ ବେଲୁନ ଦେବାକୁ ମନା କରିଦେଲା। ବେଲୁନ କିଣି ନ ପାରି ପରି ମନ ଦୁଃଖରେ ଫେରି ଯାଉଥିଲା। ଠିକ୍ ସେତିକି ବେଳେ ମୋହନ ପଛପଟରୁ ଡାକି ଦୁଇଟି ବେଲୁନ ମାଗଣାରେ ଧରାଇଦେଲା। ନିଜ ହାତରେ ଦୁଇଟି ବେଲୁନ ଦେଖି ପରୀର ଖୁସି କହିଲେ ନ ସରେ। ମୋହନକୁ ଧନ୍ୟବାଦ କହି ଡେଇଁ ଡେଇଁ ଘରକୁ ଚାଲିଲା। ସେତେବେଳେ ପ୍ରଥମ ଥର ପାଇଁ ମୋହନ ଅନୁଭବ କରିଲା ଯେ କେବଳ ବେଲୁନ ବିକିବା ତାର କାମ ନଥିଲା, ଖୁସି ବାଣ୍ଟିବା ମଧ୍ୟ ଗୋଟିଏ କାମ ଥିଲା। ପରୀ ଗଲା ପରେ ପୁଣି ଥରେ ମୋହନ ତାର ବେଲୁନ ଧରି ଖୁସିରେ ବୁଲି ବୁଲି ବିକିବାକୁ ଲାଗିଲା।